ସେମାନେ ଦେବେ ଦେବେ ବୋଲି ନବୀନ ଗଲେ ତମେ ସବୁ ଦେବେ ଦେବେ ବୋଲି ଯିବ ତମ ମୁଣ୍ଡ ଉପରେ ଆସିବ ତମ ଚେୟାର ଗଲାଣି ଗଳି ପଡିବ କୋଉଦିନ ତମରି ସରକାରରେ ଏତେ ଦରଦାମ ବଢିଲା ବିଜେପି ସରକାର ହଁ ହଁ ଖାଲି ହଉଛ ହଁ ହଁ ଏମିତି ଅପାରଗ ସରକାର ଓଡିଶା ଇତିହାସରେ କେବେ ନଥିଲା ଟଙ୍କାଟା କେହି ପାଇନାହାନ୍ତି ଚିଟ୍ ଫଣ୍ଡ ଟଙ୍କା ଅଧା ଲୋକ ପାଇছে ନା ଅଧା ଯୋଉଟା ସେ ସେତେବେଳେ ଦେଇଥିଲେ କିଏ ନବୀନ ଦେଖିଛି? ପଟ୍ଟନାୟକ କିଏ ଦେଇଥିଲେ ଦେଖିଛି? ଦେଇଥିଲେ କିଏ ଦେଖିଛି? ହଁ ଦିଆ ହେଇଥିଲା କିଛି ଲୋକଙ୍କୁ ନବୀନ ପଟ୍ଟନାୟକ ଦେଇଥିଲା ଇଏ ଟଙ୍କାଟା ଦେଇନାହାନ୍ତି ଏପର୍ଯ୍ୟନ୍ତ ଏଗୁଡା ଖାଲି ବଡ ବଡ ବାହାପିଆ କଥା ଗୁଡାକ ଆଉ ବଢିଆ ଦେଇଦିଅ ଜଲ୍ଦି ଗରିବ ଲୋକ ପାଆନ୍ତୁ କାଲି ଗୋଟେ ଗୋଟେ ଆଶା press ନେଇ meet ରେ କହିଛନ୍ତି ବା, କାଲି ଆମେ ହଁ ମୁଖ୍ୟମନ୍ତ୍ରୀ ବି କହିଛନ୍ତି ତୁରନ୍ତ ଦେଇଦିଅ ଡେରି କରନି ସେମାନେ ଦେବେ ଦେବେ ବୋଲି ନବୀନ ଗଲେ ତମେ ସବୁ ଦେବେ ଦେବେ ବୋଲି ଯିବ ତମ ମୁଣ୍ଡ ଉପରେ ଆସିବ ତମ ଚେୟାର ଗଲାଣି ଗଳି ପଡିବ କୋଉଦିନ ତେଣୁ ତୁରନ୍ତ ଦେଇଦିଅ ଗରିବ ଲୋକ ଭଲ ହବ ଓହୋ ଦରଦାମ ଯାହା ବଢିଲାଣି ଏ ବାଇଗଣ 70 80 100 ଟଙ୍କା କିଆ ବାଇଗଣ ଇଏ ଭେଣ୍ଡି 100 କଲରା 100 ଜହ୍ନି 100 ଏଗୁଡା କଣ କଥା ମୋହନ ମାଝୀ କାହିଁ ତମେ ମିଛରେ ବଇଛ ସପ୍ଲାଏ ମିନିଷ୍ଟର କଣ କରୁଛ ତମେ ଚେରି ଆମେ ମଲୁ ଗରିବ ଲୋକ ତମରି ସରକାରରେ ଏତେ ଦରଦାମ ବଢିଲା ବିଜେପି ସରକାର ହଁ ହଁ ଖାଲି ହଉଛ ହଁ 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 ଖାଇଯାଅ ଖାଇଯାଅ କଂଗ୍ରେସ ତରଫରୁ କଣ ପରିବା ବିକିବେ କି? ଆମେ ଆୟୋଜନ କରୁଛୁ ଆମେ ରାହୁଲ ଗାନ୍ଧୀ ଗଲା ପରେ ଆମେ ଆଳୁ ପନିପରିବା ଆଣି ବିକ୍ରି କରିବୁ ଗରିବ ଲୋକଙ୍କୁ ଦବୁ ହାଟରେ ଭାଟରେ ଗଟରେ ଗାଁ ଗଣ୍ଡାରେ ଚାରିଆଡେ ସାରା ରାଜ୍ୟ ଯାକ ଆୟୋଜନ ବିରାଟ ଆୟୋଜନ ବରମୁଣ୍ଡାରେ ଲକ୍ଷେ ଲୋକଙ୍କର ଆରେଞ୍ଜମେଣ୍ଟ କରିଛୁ ଜଟଣୀ ଆଜି ଏଇନା ଡାକିଛୁ ଆମେ ଧଉଳି ପାହାଡରେ ପ୍ରିପାରେସନ ମିଟିଂ ଭୁବନେଶ୍ୱର ଜଟଣୀ ଖୋର୍ଦ୍ଧା ବେଗୁନିଆ ବୋଲଗଡ଼ ଏବଂ ବାଳକାଟି ବାଲିପାଟଣା ସବୁ ଏକାଠି ହେଇଛୁ ଆମେ ଚେଷ୍ଟା କରୁଛୁ ଲକ୍ଷେ ଲୋକ ବରମୁଣ୍ଡା ପଡିଆକୁ ଆସିବେ ଆମ ପ୍ରିୟ ନେତା ରାହୁଲ ଗାନ୍ଧୀଙ୍କ ଅଭିଭାଷଣ ଶୁଣିବେ ଏବଂ ଆମର ଅନ୍ୟ ନେତା ମାନେ ଖଗଡେ ଆସୁଛନ୍ତି ତାଙ୍କଠୁ ଶୁଣିବେ ବେଣୁଗୋପାଳ ଆସୁଛନ୍ତି ତାଙ୍କଠୁ ଶୁଣିବେ ଆମ ଭକ୍ତଦାସ ସଭାପତି ଶୁଣିବେ ବହୁଳା ଲୋକ ହୁଅନ୍ତିନି 10-15 ଲକ୍ଷ ଲୋକ ହେଇଥିଲେ ରଥରାରେ କହିଲି ପରା ମମତା ବାନାର୍ଜୀ ପାଇଁ 4-5 ଲକ୍ଷ ଲୋକ ରାଗରେ ଆସିଥିଲେ ଏଠି ସେତେ ଲୋକ ହୁଅନ୍ତନି ଆମ ଅଞ୍ଚଳବାସୀ ଆମେ ଯାଉ ରଥ ଭିଡିବା ପାଇଁ ଅଞ୍ଚଳବାସୀଙ୍କ ଦେବତା ହଉଛି ଜଗନ୍ନାଥ ଆମେ ଶାନ୍ତିପୂର୍ଣ୍ଣ ଭାବେ କେମିତି ରଥ ଭିଡା ହବ ସମସ୍ତେ ଲାଗି ପଡେ ଚାରିଆଡେ ଦଳ ପରିବର୍ତ୍ତରେ ମାନେ ଯାହାକୁ କୁହନ୍ତି ଫୁଲ ଖାଲି ଫୁଟୁଛି କଇଁ ଫୁଲ ବିଜେପିର ପାଖୁଡା ଭଦ ଆଉ ନାହିଁ କଇଁ ଫୁଲରେ ପହଞ୍ଚିଲାଣି ସେ କଇଁ ଫୁଲର ମଧ୍ୟ ପାଖୁଡା ଗଳି ପଡିଲାଣି ଖାଲି କେଶରଟା ରହିଛି କୋଉ ଦିନ ଗଳି ପଡିବ କେହି ଜାଣିପାରିବେ ଆଉ ଗୋଟା ସରକାର ଅପାରଗ ସରକାର ଡେଲି ମାଡ ଡେଲି ଚୋରି ଡେଲି ଡକାୟତ ପରିବା ଦେଖୁଛ ଭେଣ୍ଡି 100 ବାଇଗଣ 100 ଜହ୍ନି 100 ଦରଦାମ ହୋ ହେଇ ବଢୁଛି ଗରିବ ଲୋକ ମରି ସାରିଲେଣି ଏଗୋଟା ଅପାରଗ ସରକାର ରଥଯାତ୍ରା ସେମିତି ଭଣ୍ଡୁର ହେଇଗଲା ଚାରିଆଡେ ମର୍ଡର ଚୋରି ଡକାୟତ ଗୋଟେ ଯାହାକୁ କୁହାଯାଏ ଏମିତି ଅପାରଗ ସରକାର ଓଡିଶା ଇତିହାସରେ କେବେ ନଥିଲା ଗୋଟେ ପବ୍ଲିକ ଅଫିସର ଏମାନେ ପବ୍ଲିକ ଅଫିସର ଆମ ସେବା କରିବା ପାଇଁ ଅଛନ୍ତି ତାକୁ ଗୋଟେ ଘରେ ପଶି ଅଫିସରୁ ଭିଡି ଆଣି ଚାପୁଡା ଦେଇ ଗୋଇଠା ମାରିବା ତମେ କିଏ କି ତମେ କିଏ ଆଜି ଭାରତ ବର୍ଷ ପୃଥିବୀ ଆଜି କାମ ହଉଛି କର୍ମଚାରୀଙ୍କ ପାଇଁ ଆଜି ଓଡିଶା ଏଇନା ବନ୍ୟା ବାତ୍ୟା ଯୋଉ ଆରମ୍ଭ ହେଇଗଲାଣି କିଏ କାମ କରୁଛନ୍ତି ଯାଇକି ଏଇ ଓଏସ୍ ଅଫିସର ମାନେ କିଏ ଜଗୁଛନ୍ତି ଏଇ ପୁଲିସ ଅଫିସର ମାନେ ଆମେ ପୁଲିସ କି ବାଡେଇବା ଆମେ ଆଡିସନାଲ କମିଶନ ବାଡେଇବା ଆମେ କଣ ଗୁଣ୍ଡା ମୁଁ ନିନ୍ଦା କରୁଛି ଆଉ ସେଗୁଡାକ ବେଶୀ ତର୍ଜମା ନ କରି ଆଇନ ହାତ ଲମ୍ବା ଯିଏ ଯୁଆଡେ ଆରେଷ୍ଟ ହେଇଗଲେଣି ଶାନ୍ତିରେ ରୁହ ରାଜ୍ୟ ଅଫିସର ମାନେ ନିଜ ଡ୍ୟୁଟି କର ଲୋକଙ୍କ ସେବା କର ଲୋକଙ୍କ କାମ କର ଭଲ ହବ।